କୋହଲିଙ୍କ ଲଣ୍ଡନ ଫ୍ଲାଇଟ୍କୁ ନେଇ ଗୁଜବ ଏବଂ ହଇଚଇ ସୃଷ୍ଟି। ହଁ ଦର୍ଶକ ବନ୍ଧୁ, ଲଣ୍ଡନରୁ ଆଇପିଏଲ୍ ଖେଳିବାକୁ ଆସିବା ଓ ଯିବା ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଆରସିବି ମାଲିକଙ୍କଠାରୁ ଏହି ଦଳର ବରିଷ୍ଠ ବ୍ୟାଟର ବିରାଟ କୋହଲିଙ୍କ ସ୍ୱତନ୍ତ୍ର ବିମାନ ଦାବି କରିଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା। କିନ୍ତୁ କୋହଲି ଏହି ଖବରକୁ ହସରେ ଉଡ଼ାଇ ଦେଇଛନ୍ତି। ଇନଷ୍ଟାଗ୍ରାମ ପୃଷ୍ଠାରେ ଦୁଇଟି କୌତୁକିଆ ଇମେଜ ଛାଡ଼ି ଏହା ଖବର ନୁହେଁ, ନିଛକ ଗୁଜବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସେ। ଏହି ରିପୋର୍ଟରେ ଆହୁରି କୁହାଯାଇଥିଲା ଯେ ଯିବା ଆସିବା ଲାଗି ସ୍ୱତନ୍ତ୍ର ବିମାନ ଦାବି କରିବା ସହ ଦୁଇଟି ମ୍ୟାଚ୍ ମଧ୍ୟରେ 3 ଦିନରୁ ଅଧିକ ବ୍ୟବଧାନ ଥିଲେ ଲଣ୍ଡନ ଯାଇ ନିଜ ପରିବାରକୁ ଭେଟିବାର ସର୍ତ୍ତ ମଧ୍ୟ ରଖିଥିଲେ କୋହଲି। ଏଥିନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ କୋହଲି ବାଧ୍ୟ ହୋଇ ସ୍ପଷ୍ଟୀକରଣ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆଇପିଏଲ୍ ଆରମ୍ଭରୁ ଆରସିବି ଦଳ ସହ ଅଛନ୍ତି କୋହଲି। ଗତ ବର୍ଷ ସେ ଏହି ଦଳ ସହିତ ନିଜର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଥିଲେ। ଚଳିତ ବର୍ଷ ସେ ଆଇପିଏଲ୍ ଇତିହାସରେ ପ୍ରଥମ ବ୍ୟାଟର ଭାବେ ଯିଏକି 9000 ରନ୍ ମାଇଲଖୁଣ୍ଟ ଛୁଇଁବାର ଲକ୍ଷ୍ୟ ରଖିଛନ୍ତି। ଏହି ଐତିହାସିକ ରେକର୍ଡ ଠାରୁ ସମ୍ପ୍ରତି ସେ ମାତ୍ର